ସାଙ୍ଗମାନେ ବାପ ପୁଅ ଆମେ ଏତେ ରାତିରେ ଦୁଇ ଜଣ କ୍ୟାଡ଼ୁ ଆସିଛି କହୁଛି ସାଙ୍ଗମାନେ ମୁଁ ଆସିକି ଘରକୁ ପହଞ୍ଚିଲି ଦୋକାନରୁ ପହଞ୍ଚିଲା ବେଳକୁ ସାଙ୍ଗମାନେ ଦେଖିଲା ବେଳକୁ ଏମାନେ ସବୁ କେହି ରେଡ଼ି ନାହିଁ। ଦେଖିଲା ବେଳକୁ ମୋ ଜୁତାକୁ ବି ଖୋଜିକି ପାଉନି। ମୁଁ କହିଲି ମୋ ଜୁତାଟା କେଠି ରଖିଛ ତୁମେ? ମୁଁ ପାଉନି ଖୋଜିକି। ଦେଖିଲା ବେଳକୁ ସାଙ୍ଗମାନେ ଗୋଟେ ସାଇଡ଼୍ ରଖିଦେଇଛନ୍। ଛୁଆ ଆମର ବାର୍କିକି ରେଡ଼ି। ମୁଁ ଆଗରୁ କହିଲି ତୁମେ ବି ବାର୍କିକି ରେଡ଼ି ହେଲ? ସମସ୍ତେ ବାର୍କିକି ରେଡ଼ି ହେଲେ ସାଙ୍ଗମାନେ। ଆମେ ଏବେ ଜଗିଛେ ମାଉସୀଙ୍କ ଦେଖା ଦର୍ଶନ ନାହିଁ। ମାଉସୀ ଜଗି ସରିଲା ପରେ କେତେ ସମୟ ପରେ ଆସିଲେ ସାଙ୍ଗମାନେ। ଦେଖି ଆମେ ସମସ୍ତେ ବାର୍କିକି ଯାଉଛି ସାଙ୍ଗମାନେ। ରାସ୍ତାରେ ପୁରା ବିଶ୍ୱାସ କର ଏତେ ଅନ୍ଧାର ଦେଖାଯାଉନି ସାଙ୍ଗମାନେ। ଆମର କୀର୍ତ୍ତନପଡ଼ା ଫାଇନାଲି ପହଞ୍ଚିଲା ବେଳକୁ ଦେଖିଲା ବେଳକୁ ଲୋକ ବି ବହୁତ କମ୍ ସାଙ୍ଗମାନେ। ଥଣ୍ଡା ବି ଅଛି ନା, ଆକ୍ଚୁଆଲି ବହୁତ ଥଣ୍ଡା ପଡ଼ିଛି। ତାର ସାଙ୍ଗମାନେ ଛୁଆ ବୋଉ ଆଉ ସେ ଗେଲେ ଆମର ଠାକୁର ଦର୍ଶନ କରିକି ଆଇଲେ। ବୋଉ ମୋତେ ଗୋଟେ ଟୀକା ଲଗେଇଦେଲା ଠାକୁରଙ୍କ ସିନ୍ଦୁର ଆଣିଥିଲେ। ସେ କିସ କୁହନ୍ତି ସେଇଟା ତ ମୁଁ ତ ଜାଣିନି ସାଙ୍ଗମାନେ। ଆପଣ ଜାଣିଛନ୍ତି ଯଦି କମେଣ୍ଟ କରିବେ। ତାପରେ ସାଙ୍ଗମାନେ ଆମେ ଅନ୍ନ ଭୋଗ ଖାଇବା ପାଇଁ ବସିଗଲେ ସମସ୍ତେ ଲାଇନ୍ରେ। ଦେଖୁଥିବେ ଛୁଆ ବି ଆମର ବହିଯାଇଛି, ମୁଁ ବି ବହିଛି। ମାଉସୀ ମୋ ପାଖରେ ବସିଛନ୍ତି। ସାଙ୍ଗମାନେ ଆଣିକି ମୋତେ ଥାଳି ଦେଲେ, ତାପରେ ଖିଚିଡ଼ି ଦେଲେ, ଘାଣ୍ଟ ଦେଲେ। ଆମଟା ହରି ଭାଇ ଆପଣ ଜାଣିଥିବେ। ଆଉ ସାଙ୍ଗମାନେ ଛୁଆ ଆମର ଏଠି ଏକଲା, ତା ପାଇଁ ବି ଥାଳି ଦେଇଛନ୍ତି, ସିଏ ବି ବସିକି ଖାଉଛି। ଆପଣମାନେ କିଏ ଯାଇଥିବେ ଯଦି ହରି ଭୋଗ ଖାଇଥିବେ ନିହାତି କମେଣ୍ଟ କରିବେ ସାଙ୍ଗମାନେ।